যে ভগবান গীতা କହିଛନ୍ତି ଚାତୁର୍ବର୍ଣ୍ଣ ମୟା ସୃଷ୍ଟଂ ଗୁଣ କର୍ମ ବିଭାଗ। ଯେତେ ସବୁ ବଡ ବଡ ମୁନି ଋଷି କେହି ଏହିପରି ଭାବରେ ବ୍ରାହ୍ମଣ ଗୃହର ଜାତ ନଥିଲା। ଯଥା ହେଇଥିଲେ ବ୍ୟାସଦେବ ସ୍ୱୟଂ ଯେ ଆମର ମାନେ ବୈଦିକ ଶାସ୍ତ୍ର ପ୍ରଣେତା ବ୍ୟାସଦେବ ସେ ବି ବ୍ରାହ୍ମଣ ଘରର ଜାତ ନୁହନ୍ତି। ତାଙ୍କର ମାତା କୈବର୍ତ୍ତ ମାନେ କଣ କୁହାଯାଏ ଧୀବର କନ୍ୟା, ଧୀବର କନ୍ୟାଙ୍କର ଗର୍ଭ ଜାତ ହେଲେ, କିନ୍ତୁ ସର୍ବଶ୍ରେଷ୍ଠ ବ୍ରାହ୍ମଣ ଗୁରୁମାନଙ୍କର ଉତ୍ସ। ଆଧ୍ୟାତ୍ମିକ ଗୁରୁମାନଙ୍କର ମୂଳ ଉତ୍ସ ହଉଛନ୍ତି ବ୍ୟାସଦେବ। ଏମିତି ତାଙ୍କ ନାମରେ ବ୍ୟାସାଶ୍ରମ, ମାନେ ସେଇ ବ୍ୟାସଦେବଙ୍କୁ ପ୍ରତିନିଧିତ୍ୱ କରୁଛନ୍ତି। ଏଠାରେ କୌଣସି ଉଲ୍ଟା ପାଲ୍ଟା କଥା ଚାଲିବ ନାହିଁ। ବ୍ୟାସଦେବଙ୍କର ଯୋଉ ମନୋଭାବ ସେଇ ମନୋଭାବ ଅନୁସାରେ ବ୍ୟାଖ୍ୟା। ଆମେ ଚିଟିଂବାଜି କଥା କହିବା ଯେ ବ୍ୟାସାସନ ବସି